ଆଜ୍ଞା ଆଜି ଗୋଟିଏ ଶାମ୍ବ ଦଶମୀରେ ମୁଁ ଆପଣଙ୍କ ପାଖକୁ ନେଇଯାଉଛି ଜଣେ ଅଧ୍ୟାପକ, ସଂସ୍କୃତ ଅଧ୍ୟାପକ ଶ୍ରୀଯୁକ୍ତ ସୁରେଶ କୁମାର ମହାନ୍ତି। ତାଙ୍କର ଆଜି ଅବସ୍ଥା ଏଇଭଳି ଭାବରେ ଦୟନୀୟ ଅବସ୍ଥା। ତାଙ୍କଠାରୁ ଟିକେ ପଚାରି ବୁଝିବା ଯେ କ'ଣ ତାଙ୍କର ଆଜି ସେ ଏତେ ପାଠ ପଢ଼ି ସଂସ୍କୃତିରେ MA କରିଛନ୍ତି, ଅଧ୍ୟାପକ ବି ଥିଲେ, କିନ୍ତୁ ଆଜି ତାଙ୍କର କ'ଣ ଏଭଳି ଭାବରେ ଦୟନୀୟ ଅବସ୍ଥା, ତାଙ୍କ ପାଖକୁ ଟିକେ ଆମେ ପଚାରି ବୁଝିବା। ସୁରେଶ ବାବୁ ଟିକେ ମୋତେ କହିବେ ଯେ ଆପଣ କେଉଁଠି ପଢ଼ୁଥିଲେ, ଆପଣଙ୍କର ଶିକ୍ଷା ଆରମ୍ଭଟା କେଉଁଠି ହେଇଛି ଏବଂ ଆପଣ କ'ଣ ଅବସ୍ଥା, ଏମିତି କାହିଁକି ଏମିତି ଦୟନୀୟ ଅବସ୍ଥା, ସେ ବିଷୟରେ ଟିକେ ମୋତେ କହିବେ। କୁହନ୍ତୁ, କେଉଁଠି ପଢ଼ୁଥିଲେ? ସଦାଶିବ କେନ୍ଦ୍ରୀୟ ବିଦ୍ୟାଳୟ, ପୁରୀ। ଆଚ୍ଛା, ସେଠି କ'ଣ ପାଠ ପଢ଼ିଲେ? ସାହିତ୍ୟ ଶାସ୍ତ୍ରୀ, ହଁ, ବ୍ୟାକରଣ ଆଚାର୍ଯ୍ୟ। ଆଚ୍ଛା ଆଚ୍ଛା, ସେଠି କୋର୍ସ କମ୍ପ୍ଲିଟ୍ କଲେ ନାଇଁ କି? ସେଠି କମ୍ପ୍ଲିଟ୍ କଲା ପରେ ତୁମ ସହିତ ସବୁ କିଏ ସବୁ ପଢ଼ୁଥିଲେ? ପଢ଼ୁଥିଲେ ସାଙ୍ଗସାଥି ସବୁ କିଏ ସେ ପଢ଼ୁଥିଲେ ସବୁ? ବାଲେଶ୍ୱର, ହଁ ହଁ, ଆଉ ଢେଙ୍କାନାଳ, ମୟୂରଭଞ୍ଜ, ହଁ ହଁ। କେନ୍ଦୁଝର, କଳାହାଣ୍ଡି। ଆଉ ଆଳିରେ କିଏ ପଢ଼ୁଥିଲେ ବା ତମର? ଆଳିରେ ଆଳିରେ ଶ୍ରୀନାଥ ମିଶ୍ର। ଶ୍ରୀନାଥ ମିଶ୍ର। ଆଚ୍ଛା ଆଚ୍ଛା, ଶ୍ରୀନାଥ ମିଶ୍ର ତୁମ ସାଙ୍ଗରେ ପଢ଼ୁଥିଲେ। ଗୋଟିଏ ରୁମ୍ରେ ବୋଧେ ରହୁଥିଲ? ହଁ। ହଁ। ଆଚ୍ଛା, ପାଠ ପଢ଼ିଲା ପରେ କ'ଣ ତୁମର ଏମିତି ଅବସ୍ଥା ହେଲା, କାହିଁକି କଲେନି ଅଧ୍ୟାପକ ଭାବରେ? ପରେ ହଁ ମୁଁ ତ କେନ୍ଦ୍ରୀୟରେ ପଢ଼ୁଥିଲି, ହଁ ହଁ ସାର୍ ରାଧାମୋହନ ନନ୍ଦ ହଁ ହଁ, ସାର୍ ଥିଲେ, ସୂର୍ଯ୍ୟ ସାର୍ ଥିଲେ। ସେ ସବୁ ବିଷୟବସ୍ତୁ ମୋତେ ସାର୍ ଯାହା ବୁଝେଇଲେ ମୁଁ ସେୟାରେ ଅଛି। ହଁ ହଁ। ସାର୍ ଡାକିଲେ ଯିବି ଜିନିଷ। ଆଚ୍ଛା, ସେଠୁ ପାଠ ପଢ଼ି ସାରିଲା ପରେ ତୁମର ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲ? ସେ କେଉଁ ବିଦ୍ୟାଳୟରେ, କେଉଁ ମହାବିଦ୍ୟାଳୟରେ? ଅଧ୍ୟାପକ ଭାବରେ ମୋରି ସାର୍, ମୁଁ ଯେଉଁ ପ୍ରଥମ ପଢ଼ିଲା ବେଳେ ହଁ ହଁ, ସେ ସବୁ ସଂସ୍କୃତ ଟୁର୍ ନୂଆ ଖୋଲିଛନ୍ତି। ହଁ ହଁ, ମୋତେ ସେଇଠୁ ପର୍ଯ୍ୟନ୍ତ ଡାକିଲେ ପୁରମଣି ସାର୍। ଆଚ୍ଛା ଆଚ୍ଛା, ପୁରମଣି ସାର୍ ଡାକିଲା ମାନେ ତ ଯିବିନି, ସେଠି ବର୍ଷେ 2 ବର୍ଷ ରହିଥିଲି। ହଁ ହଁ। ଆଉ ସିଏ ରହିଲା ପରେ ଅନେକ ଅଭୟ ବାବା ଶବ୍ଦ ବିଦ୍ୟାଳୟକୁ ଡାକିଲେ, ସେଠି ଗୋଟେ କୋଳାହଳ ହେଉଛି। ସେଠି କେତେ ଦିନ ଅଧ୍ୟାପକ ଭାବରେ କାର୍ଯ୍ୟ କଲେ ଆପଣ? କେଉଁଠି ଅଭୟ ବାବା ପାଖରେ? ହଁ, ଅଭୟ ବାବା ପାଖରେ 4 ବର୍ଷ। 4 ବର୍ଷ ଖଣ୍ଡେ ରହିଛନ୍ତି ଅଧ୍ୟାପକ ଭାବରେ ସଂସ୍କୃତ। ସେଠି କ'ଣ ପଢ଼ାନ୍ତି? ସଂସ୍କୃତର କ'ଣ ଆପଣଙ୍କର ସ୍ପେଶାଲ୍ ସବଜେକ୍ଟ କ'ଣ ଥିଲା? ସଂସ୍କୃତ ବ୍ୟାକରଣ। ହେଉଛି ସଂସ୍କୃତ ବ୍ୟାକରଣ। ଆଚ୍ଛା, ସଂସ୍କୃତ ବ୍ୟାକରଣ ଥିଲା। ସେଠି ମଧ୍ୟ ସଂସ୍କୃତ ବ୍ୟାକରଣ ଭାବରେ ପିଲାଙ୍କୁ ପାଠ ପଢ଼ାଉଥିଲେ। ସେଠି କ'ଣ ଅସୁବିଧା ହେଲା, ଆପଣ ଛାଡ଼ିଦେଲେ? ଅଛି ସେଇଠି, ସେଇ ବାବୁ ଯଦି କହିବେ ଯିବି, ସେ ସାର୍ଟିଫିକେଟ୍ ରଖିଛନ୍ତି। ସାର୍ଟିଫିକେଟ୍ ବି ସେଠି ଅଛି? ଟିକେ କ୍ୟାମେରା ଆଡ଼କୁ ଚାହିଁବା। ହଁ, ସାର୍ଟିଫିକେଟ୍ ବି ସେଠି ଅଛି ନାଇଁ କି? ଏଠି ତୁମର ଘରେ କି ସାର୍ଟିଫିକେଟ୍ ନାହିଁ? ଘରେ କିଛି ନାହିଁ। ସେଠି ସବୁ କଲେଜ ଦେଇ ଦେଇଛନ୍ତି? ସେଇ ସବୁ। ଆଚ୍ଛା ଆଚ୍ଛା, ଏଠି ତୁମ ପାଖରେ କିଛି ସାର୍ଟିଫିକେଟ୍ ନାହିଁ। ଆଚ୍ଛା, ଏଇ ଯେଉଁ ଘରଟି ଆପଣଙ୍କର କେମିତି କ'ଣ, ଏ ଘର କେଉଁ ସୂତ୍ରରେ କ'ଣ ମିଳିଛି? ଘର ଇନ୍ଦିରା ଆବାସ ଯେତେବେଳେ ବର୍ଷା ପବନ ହେଲା, ସେ ଆଚ୍ଛା ଘର ଆଚ୍ଛା, ଭାଙ୍ଗିଗଲା, ଏଇ ନୂଆ ଘର ମିଳିଲା। ନୂଆ ଘରଟା ମିଳିକିରି ମୁଁ ପଇସା ପତ୍ର ନାହିଁ, ସେମିତି ସେଇ ସବୁ ପଇସା ଉପର ପଇସା ଯେଉଁ ମିଳିଲା ପଇସାରେ କଲି। ଆଉ ଅଧିକା ପଇସା ଦରକାର ହେବନି। ଆଚ୍ଛା, ଏଇ ଯେଉଁ କବାଟ ଝରକା ବି ଲାଗେନି, ଦେଖନ୍ତୁ ଘରର ଅବସ୍ଥା ବର୍ତ୍ତମାନ ଏଇଭଳି। କିଛି ଲାଇଟ୍ ବି ନାହିଁ ଏଠି, ଏମିତି ଦୟନୀୟ ଅବସ୍ଥାରେ ଏଇ କବାଟ ଝରକା ବି ନାହିଁ, ଯଦିଓ ତାକୁ ସରକାରୀ ସ୍ତରରୁ ମିଳିଛି, କିନ୍ତୁ ଏଇଭଳି ଅବସ୍ଥାରେ। ଆଚ୍ଛା, ତାହେଲେ କ'ଣ କହିବେ ଆପଣଙ୍କର ଯେଉଁ ଏଇ ଅବସ୍ଥା, ମାନେ କେମିତି କ'ଣ? ଆଚ୍ଛା, ଯେଉଁ କ'ଣ ଆଉ ଆଗକୁ ହଁ, ଯେ ପଇସା ରିପାରିଂ ପଇସା ଦେବେ, ଘର ହେଉଛି, ମୁଁ ଯାଇପାରିଲି ଆଣିପାରିଲି। ଆଚ୍ଛା ଆଚ୍ଛା, ରିପେୟାରିଂ ପାଇଁ ବି ଆସିଛି, ମାନେ ଆସିଛି? ଗୋଟେ ଆଡ଼େ କାମ
ଆଉ କାମ ତ ସିଏ ଦେଲେ ପାଇଯିବ ମୋତେ ଆଚ୍ଛା, ଆପଣ ତ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ। ଆଚ୍ଛା, ଗୋଟେ ଆପଣ ଏ ଶୁଳ୍କ ଗୋଟେ ସଂସ୍କୃତର ଆପଣ ତ ଅଗାଧ ଜ୍ଞାନ, ଆପଣ ଗୋଲ୍ଡ ମେଡ଼ାଲିଷ୍ଟ ହଁ ସଂସ୍କୃତରେ ଯେଉଁ ବ୍ୟାକରଣରେ ଗୋଲ୍ଡ ମେଡ଼ାଲିଷ୍ଟ ନାଇଁ ହଁ କି? ହଁ ଆଚ୍ଛା, ଗୋଟେ ଶୁଳ୍କ କହିବେ, ଟିକେ କ୍ୟାମେରା ଆଡ଼କୁ ଚାହିଁବେ। ତଥା ସମକ୍ଷଂ ଦହତା ମନୋଭବଂ କିନା କିନା ଭଗ୍ନ ମନୋରଥା ସତି ନିନ୍ଦ ରୂପଂ ହୃଦୟେନ ପାର୍ବତୀ ବିଶୁ ସୌଭାଗ୍ୟ ଫଳାଇଚାରୁତା। ଆଚ୍ଛା, ଆଉ କ'ଣ ତୁମର ନଲେଜ୍ ଅଛି କିଛି ଇଂଲିଶ ଇଂଲିଶରେ? ଇଂଲିଶ ନଲେଜ ବି ବହୁତ ଅଛି। ସେ ଯେଉଁ ଆମେ କେନ୍ଦ୍ରୀୟରେ ପଢ଼ିଲା ବେଳେ ଆଚ୍ଛା ଆଚ୍ଛା, ପଢ଼ା ହଁ, କ'ଣ ଗୋଟେ କହିବେ ଆପଣଙ୍କ ସବଜେକ୍ଟ ଯେଉଁ ପଢ଼ା ହେଇଥିଲା, ପଢ଼ା ଗ୍ରାମାର କ'ଣ ପଢ଼ା ହେଇଥିଲା ଟିକେ କହିବେ? କାଇଟ୍ ମେକର ସେ କେତେ ଆଚ୍ଛା ଆଚ୍ଛା, ମନେ ଅଛି। ଆଚ୍ଛା, ସଂସ୍କୃତରେ କିନ୍ତୁ ଗୋଲ୍ଡ ମେଡ଼ାଲିଷ୍ଟ। ହଁ ଦେଖନ୍ତୁ, ସଂସ୍କୃତରେ ଗୋଲ୍ଡ ମେଡ଼ାଲିଷ୍ଟ, ଅଧ୍ୟାପକ ଭାବରେ ବି ସେ କାର୍ଯ୍ୟ କରୁଥିଲେ। କିନ୍ତୁ ଆଜି ଭାଗ୍ୟର ବିଡ଼ମ୍ବନା, ଆଜି ତାଙ୍କର ଏଇଭଳି ଦୟନୀୟ ଅବସ୍ଥା, ଜଣେ ଅଧ୍ୟାପକଙ୍କର ଏଇଭଳି ଅବସ୍ଥା ଏବଂ ତାଙ୍କ ଘର ଦେଖୁଛନ୍ତି ସେ ଆଜି। ତେଣୁ ଆଜି ମୁଁ ଆପଣଙ୍କ ପାଖରୁ ଏଇ ନିବେଦନ କରିବି ଯେ ପିଲାଟି ଏଇ ଯେଉଁ ଅଧ୍ୟାପକଙ୍କର ଏ ଅବସ୍ଥା ପାଇଁ ଆପଣମାନେ ଧନ୍ୟବାଦ ସୁରେଶ ବାବୁ। ଆଉ